जबरदस्त प्रभु तुम भॉइस आसुनी। हरे कृष्ण। हाँ एबे आसला क्लियर। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरव। हरे कृष्ण। हरे कृष्णा। मुझे आज भगवद गीतार द्वितीय अध्यायर 16 नंबर श्लोक पढ़ी। नाशतो विद्यते भावो न भावो विद्यते शतः उभयोरपि दृष्टान्तस्त्वनयस्तत्त्वदर्शिभिः। न नहीं असतः असत विद्यते अच्छी भावः चिरस्थायित्व न नहीं अभावः परिवर्तनशील गुण विद्यते अच्छी सतः सत उभयोः अपि निश्चित भाव दृष्टः दृष्ट देखा जाइछि अंतः सिद्धांत तु किंतु अन्वयः ये दुई तत्वदर्शी तत्वदर्शी ମାନଙ୍କ ଦ୍ୱାରା ଅନୁବାଦ। ଯେଉଁମାନେ ତତ୍ତ୍ୱଦର୍ଶୀ ସେମାନେ ଏହି ସିଦ୍ଧାନ୍ତ ଦେଇଛନ୍ତି ଯେ ଅସତର ଶାଶ୍ୱତତା ନାହିଁ ଏବଂ ସତର ଅଭାବ ଅର୍ଥାତ୍ ସତ୍ ଶାଶ୍ୱତ ଭାବେ ବିଦ୍ୟମାନ। ତତ୍ତ୍ୱଦର୍ଶୀ ପଣ୍ଡିତଗଣ ସତ୍ ଆଉ ଅସତ ପ୍ରକୃତିକୁ ଅନୁଧ୍ୟାନ କରି ସିଦ୍ଧାନ୍ତ ଦେଇଛନ୍ତି। ପରିବର୍ତ୍ତନଶୀଳ ଶରୀରର ଶାଶ୍ୱତତା ନାହିଁ। ବିଭିନ୍ନ ପ୍ରକାର ଦୋଷର କ୍ରିୟା ଓ ପ୍ରତିକ୍ରିୟା ଯୋଗୁଁ ଏ ଶରୀରରେ ପ୍ରତି କ୍ଷଣରେ ପରିବର୍ତ୍ତନ ହେଉଛି। ଏହା ଆଧୁନିକ ଚିକିତ୍ସା ବୈଜ୍ଞାନିକମାନେ ସ୍ୱୀକାର କରିଛନ୍ତି ଏବଂ ସେଇଥିପାଇଁ ଶରୀର ମୃତ୍ୟୁପ୍ରାପ୍ତ ହେଉଛି ଏବଂ ଶରୀରରେ ବାର୍ଦ୍ଧକ୍ୟ ଦେଖାଯାଉଛି। କିନ୍ତୁ ନିରନ୍ତର ଆତ୍ମା ହିଁ ଏକାପ୍ରକାର ବା ଅପରିବର୍ତ୍ତିତ ରହିଛି। ଶରୀର ଓ ମନର ଯାବତୀୟ ପରିବର୍ତ୍ତନ ସତ୍ତ୍ୱେ ଆତ୍ମା ବରାବର ପରିବର୍ତ୍ତିତ ରହିଛି। ଚିତ୍ ଓ ଅଚିତ୍ ବା ଜଡ଼ ବସ୍ତୁ ମଧ୍ୟରେ ଏହା ହିଁ ପାର୍ଥକ୍ୟ। ସ୍ୱଭାବତଃ ଶରୀର ସର୍ବଦା ପରିବର୍ତ୍ତନଶୀଳ ଏବଂ ଆତ୍ମା ଶାଶ୍ୱତ ଓ ଅପରିବର୍ତ୍ତନଶୀଳ। ସବୁ ପ୍ରକାର ତତ୍ତ୍ୱଦର୍ଶୀ ପଣ୍ଡିତ ଅର୍ଥାତ୍ ସାକାରବାଦୀ ଓ ନିରାକାରବାଦୀ ଉଭୟ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି। ବିଷ୍ଣୁ ପୁରାଣରେ କୁହାଯାଇଛି ଯେ ବିଷ୍ଣୁ ଓ ତାଙ୍କର ଧାମ ସମୂହ ସ୍ୱୟଂ ଜ୍ୟୋତିଷ୍ମାନ ଅଟନ୍ତି ଏବଂ ସେମାନଙ୍କର ଜ୍ୟୋତିର୍ମୟ ଚିତ୍ ସତ୍ତା ରହିଅଛି। ଜ୍ୟୋତିଷୀ ବିଷ୍ଣୁ ଭୁବାନୀ ବିଷ୍ଣୁ। ସତ୍ ଓ ଅସତ୍ ଅର୍ଥାତ୍ ବିଦ୍ୟମାନତା ଓ ଅବିଦ୍ୟମାନତା ଶବ୍ଦ କେବଳ ଚିତ୍ ଓ ଅଚିତ୍ ବସ୍ତୁକୁ ବୁଝାଏ। ଏହା ହେଉଛି ସମସ୍ତ ତତ୍ତ୍ୱଦର୍ଶୀ ପଣ୍ଡିତମାନଙ୍କର ଅବିଦ୍ୟା ରୂପକ ଅନ୍ଧକାରରେ ତରଙ୍ଗୀ ହେଉଥିବା ଜୀବଗଣଙ୍କ ପ୍ରତି ସେ ଉପଦେଶର କିଛି କାରଣ ପୂଜକ କାର୍ଯ୍ୟରେ ଶାଶ୍ୱତ ସମ୍ବନ୍ଧ ଅଛି। ସେହି ସମ୍ବନ୍ଧରେ କେଉଁ ସଂସ୍ଥା ପରମପକ୍ଷ ଓ ବିଶେଷ ପାର୍ଥକ୍ୟ ଅଛି ତାକୁ ବୁଝିବା ଦ୍ୱାରା ଅବିଦ୍ୟାର ବିନାଶ ହୁଏ। ବ୍ୟକ୍ତି ନିଜକୁ ଈଶ୍ୱରଙ୍କ ପ୍ରକୃତିକୁ ବୁଝିବା ସମଗ୍ର ଶରୀର ମଧ୍ୟରେ ଯେ ସମ୍ବନ୍ଧ ଅଛି ତାକୁ ବୁଝିଲେ ବ୍ୟକ୍ତି ଜୀବ ମଧ୍ୟରେ ଯେଉଁ ସମ୍ବନ୍ଧ ଅଛି
ତାକୁ ବୁଝିପାରେ। ବେଦାନ୍ତ ଶାସ୍ତ୍ର ତଥା ଶ୍ରୀମଦ୍ ଭଗବତୀ ବର୍ଣ୍ଣନା କରାଯାଇଛି ଯେ ଭଗବାନ ସମସ୍ତ ସୃଷ୍ଟିର ମୂଳ। ଏ ସୃଷ୍ଟି ଉଚ୍ଚତର କ୍ରମରେ ଅନୁଭୂତ ହୁଏ। ଜୀବଗଣ ଉଚ୍ଚତର ପ୍ରକୃତିର ଅନ୍ତର୍ଗତ। ଏହା 7ମ ଅଧ୍ୟାୟରେ ପରିସ୍ପଷ୍ଟ ହେଲା। ଯଦିଓ ଶକ୍ତି ଆଉ ଶକ୍ତିମାନ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ, ତଥାପି ଶକ୍ତିମାନ ହେଉଛନ୍ତି ପରମେଶ୍ୱର ଏବଂ ଶକ୍ତି ବା ପ୍ରକୃତି ତାଙ୍କର ସ୍ଥାନ ହିସାବରେ ଗୃହୀତ। ତେଣୁ ଜୀବଗଣ ସର୍ବଦା ପରମେଶ୍ୱରଙ୍କର ଅଧସ୍ଥାନ ଅଟନ୍ତି। ପ୍ରଭୁ ଓ ନିତ୍ୟ ମଧ୍ୟରେ ଯେପରି ସମ୍ବନ୍ଧ କିମ୍ବା ଗୁରୁ ଶିଷ୍ୟ ମଧ୍ୟରେ ଯେପରି ସମ୍ବନ୍ଧ, ଜୀବ ଓ ଭଗବାନଙ୍କ ମଧ୍ୟରେ ସେହିପରି ସମ୍ବନ୍ଧ ରହିଛି। ଏହା ଅତି ସୁସ୍ପଷ୍ଟ ଜ୍ଞାନ, ତଥାପି ଏହା ବୁଝିପାରେ ନାହିଁ। କାରଣ ଆମ୍ଭେମାନେ ଅବିଦ୍ୟାର ବଶବର୍ତ୍ତୀ ହୋଇଅଛୁ। ସେହି ଅବିଦ୍ୟା ଦୂର କରିବା ନିମିତ୍ତ ଭଗବାନ ଗୀତା ଏଭଳି ଶିକ୍ଷା ଦେଇଛନ୍ତି। ଏଥିରୁ ସମସ୍ତ ଜୀବ ସର୍ବଦା ବା ଚିରକାଳ ଆଲୋକ ଲାଭ କରିବେ। ଏହି ଉଦ୍ଦେଶ୍ୟରେ ଭଗବାନ ଭଗବତ ଗୀତା ଶିକ୍ଷା ଦେଇଛନ୍ତି। हरे कृष्ण। ପରିବର୍ତ୍ତନଶୀଳ ଶରୀରର ଶାଶ୍ୱତତା ନାହିଁ। ଯେ ଆମର ଶରୀର ଯୋଉଟାକି ଆମର ଜଡ଼, ତାର କହିପାରିବା ଅସତ୍ ଯୋଉଟା, हाँ ସେଇଟାର से କୁହାଯାଇଛି। ଇୟରଫୋନ ଯୋଉଟା ଅଛି, ସେ ଯୋଉ ମାଇକ ଟା ସ୍ପିକର ଅଛି, ସ୍ପିକର ଟା ଟିକେ ମୁହଁ ପାଖକୁ ରଖିକି କହୁନ। ଆଜ୍ଞା ପ୍ରଭୁ ହରେ କୃଷ୍ଣ। हरे कृष्ण। ଆଜ୍ଞା ପ୍ରଭୁ। ତ ଆତ୍ମା ଆଉ ଶରୀରର ଯୋଉ ଆମର ରହିଛି ଭିନ୍ନତା, ଯେ ସମ୍ପୂର୍ଣ୍ଣ ଭାବେ ସେଇଟା ବର୍ଣ୍ଣନା କରାଯାଇଛି ଯେ ଆତ୍ମା ଅପରିବର୍ତ୍ତିତ ଅବିନାଶୀ, ଆତ୍ମାକୁ ନାଶ କରିହେବ ନାହିଁ। ଆଉ ଶରୀର ହଉଛି ଆମର ନାଶଶୀଳ ବା ମରଣଶୀଳ। ଯେପରି ଆମେ ଉଦାହରଣ ଦେବା କି, ଧରିନିଅ ଗୋଟେ କି ଆମେ ଗୋଟେ କିଛି କିଣୁଛୁ ମାର୍କେଟରୁ କି ମାନେ ଜିନିଷ ବି, ତ ତାର ଏକ୍ସପାୟରୀ ଡେଟ୍ ତ ନିଶ୍ଚୟ ଥିବ ନା। ତ ସେ ଯୋଉ ଜଡ଼ ପଦାର୍ଥ, ତ ଆମେ ଯଦି ଧରିନିଅ ଗୋଟେ କାର କିଣିବା ଯଦି, ତ ସେ ତାକୁ ଯେତେ ସାଇତି ଯେତେ ଯତ୍ନ ରଖିବେ ସିଏ ମାନେ ନଷ୍ଟ ହବ। ତ ସେଥିପାଇଁ ଶରୀରର ଯୋଉ 6 ପ୍ରକାର ଆମର ଚେଞ୍ଜ ହୁଏ, କିନ୍ତୁ ଆତ୍ମା ତ ଆମର ଅବିନାଶୀ, ତାର ହେଇଛି ଅପରିବର୍ତ୍ତିତ ସେ। ତ ଆମର ସେଇଟା ହଉଛି କଣ, ଜନ୍ମ ହୁଏ, ଆଉ କଣ ସେ ଗ୍ରୋଥ କରେ, ଆଉ ନିଜକୁ ମେଣ୍ଟେନ ରଖେ, ଆଉ କିଛି ଉତ୍ପାଦନ କରେ, ଆଉ ବୃଦ୍ଧ ହେଇଯାଏ, ଆଉ ଶେଷରେ ମୃତ୍ୟୁବରଣ। ତ ଏଠି ବିଷ୍ଣୁ ପୁରାଣରେ ମଧ୍ୟ ଉଦାହରଣ ଦିଆଯାଇଛି। ତ ଯେ ବିଷ୍ଣୁ ଆଉ ତାଙ୍କର ଧାମ ସମୟ ସ୍ୱୟଂ ଜ୍ୟୋତିଷ୍ମାନ ଅଟନ୍ତି। ସେମାନଙ୍କର ଜ୍ୟୋତିର୍ମୟ ଚିତ୍ ସତ୍ତା ରହିଅଛି। ତ ଆମ ଭଗବାନଙ୍କ ସହ ଆମର ଯୋଉ ସମ୍ପର୍କଟା ଏଇଠି ବିଶେଷ ଭାବରେ ଏଇଠି ବର୍ଣ୍ଣିତ ହେଇଛି। ତ ଯେପରି ଶକ୍ତି ଆଉ ଶକ୍ତିମାନ, ଶକ୍ତି ମାନେ ହଉଛନ୍ତି ପରମେଶ୍ୱର ଭଗବାନ, ଆମେ ହଉଛି ତାଙ୍କର ଶକ୍ତି ବା ଅଂଶ। ଯେପରି ଆମର ଭୂତ ପ୍ରକୃତି ମଧ୍ୟ ଶକ୍ତି, ଆମେ ହେଲେ ସେ ଶକ୍ତିମାନ। ଯେପରି ଆମେ ଉଦାହରଣ ନେଇପାରିବା, ଶକ୍ତିମାନ ତ ଯାହା ହେଲେ ସେମାନେ ତାଙ୍କ ଠାରୁ ମାନେ ନେଇପାରିବା କି, ଯେପରି ରାଷ୍ଟ୍ରପତି ଯେପରି ଗୋଟେ ମାନେ ଆଦେଶ ବା ଆଦେଶ ଜାରି କରେ, ତ ରାଷ୍ଟ୍ରପତିଙ୍କୁ ଆମେ ଶକ୍ତିମାନ ମାନେ ର ଉଦାହରଣ। ଆଉ ଶକ୍ତିଟା ହେଉଛି ତାଙ୍କର ଆଦେଶ, ଆଉ ଆଦେଶଟା କୋଉଠୁ ଆସିଛି ନା ରାଷ୍ଟ୍ରପତି ଶକ୍ତିମାନ ପାଖରୁ ଶକ୍ତିଟା ଆସିଛି। ଶକ୍ତିର ଉତ୍ପତ୍ତି ସ୍ଥଳ ହେଉଛି ଶକ୍ତିମାନ, ଯିଏକି ପରମେଶ୍ୱର ଭଗବାନ ଶ୍ରୀକୃଷ୍ଣ। ଆମେ ହଉଛି ଏଇଟାକୁ ଆମେ ଭୁଲି ଯାଉଛୁ ଯେ ଆମେ ପରମେଶ୍ୱର ଭଗବାନ ଶକ୍ତିମାନ, ଆମେ ତାଙ୍କ ପ୍ରତି ଏଇଟା ଆମେ ତ ଭୁଲି ଯାଇଛି। କାହିଁକି ନା ଆମର ମନରେ ମାୟାର ପ୍ରଭାବ ଆସିକି ଆମେ ଭୁଲି ଯାଇଛୁ। ତ ତାକୁ ଆମେ କେମିତି ପୁଣି ଫେରି ପାଇବା ନା, ଆମର ହରେ କୃଷ୍ଣ ମହାମନ୍ତ୍ର ମାନେ ଭକ୍ତି ଯୋଗରେ ଆସି ହରେ କୃଷ୍ଣ ମହାମନ୍ତ୍ର ଜପ କରି ଭକ୍ତ ସଙ୍ଗରେ ରହିକି, ଭକ୍ତଙ୍କ ଆନୁଗତ୍ୟରେ ରହିକି ଏ ପୁଣି ଯୋଉଟା ଆମର ଅଛି ଭଗବାନ ଆମର ସୃଷ୍ଟି କରିଥିଲେ, ଆଉ ତାଙ୍କର ସେବା ହିଁ ଆମର କର୍ତ୍ତବ୍ୟ। ସେଇଟାକୁ ଆମେ ପୁଣି ଫେରିପାରିବା। ଏଇଟା ଅବିଦ୍ୟାର ବଶବର୍ତ୍ତୀ ହୋଇ ଆମେ ଏହାକୁ ଭୁଲି ଯାଇଛୁ। ତ ଆମେ ସମ୍ପର୍କ ଯୋଉଟା ରହିଛି ସେଇଟା ଟିକେ ବିଶେଷ ଭାବରେ ଆଲୋଚନା କରିବାକୁ ଚାହେଁ, ଯୋଉଟା ଆମର
ବେଦାନ୍ତରେ ଆମର ଛଅଟି ଦେଇଛନ୍ତି, ଛଅ ଜଣ ଆଚାର୍ଯ୍ୟ ଆମର ଦର୍ଶନ ଦେଇଛନ୍ତି। ତ ବୈଷ୍ଣବ ବୈଷ୍ଣବ ସମ୍ପ୍ରଦାୟ ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ଅଛି ଆମର, ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟ। ତ ପ୍ରଥମେ ଆମେ ଯିବା ମାଧବାଚାର୍ଯ୍ୟଙ୍କ ଦର୍ଶନକୁ, ଯିଏକି ଆମର ଭଗବାନ ଶ୍ରୀକୃଷ୍ଣଙ୍କ ଠାରୁ ଯୋଉ ବ୍ରହ୍ମା ଯୋଉ ଜ୍ଞାନ ପ୍ରାପ୍ତ କରିଥିଲେ ତାର ସେ ଯାହା ସେଇଟାକୁ ଇଏ କରିଛନ୍ତି। ତାଙ୍କର ଯୋଉଟା ମତ ଯେ ମାଧବାଚାର୍ଯ୍ୟ, ଯେ ଭଗବାନ ଆଉ ଆମ ମଧ୍ୟରେ ସମ୍ପର୍କଟା ଦ୍ୱୈତବାଦ। ଭଗବାନ ଆଉ ଆମେ ଟୋଟାଲ ମାନେ ମୃତ୍ୟୁ ପରେ ବି ଆମେ ସେମାନେ ଆସିବା ବି ତାଙ୍କ ସହିତ ମିଶିକି କି ଏବେ ମୃତ୍ୟୁ ପରେ ବି ଆମେ ତାଙ୍କ ସହିତ ମିଶିକି ରହିବା, ସବୁବେଳେ ଅଲଗା। ସେ ଦ୍ୱୈତବାଦର ପ୍ରଚାର କରେ। ତାପରେ ଆମର ଶଙ୍କରାଚାର୍ଯ୍ୟ, ସିଏ ତ ସମ୍ପ୍ରଦାୟରେ ଆସିନଥିଲେ, ତ ସିଏ ବି ଗୋଟେ ମତ ଦେଇଥିଲେ ଅଦ୍ୱୈତବାଦ, ଯୋଉଟା କି ମାନେ ସେ ମାନେ ଭଗବାନ ଆଉ ଜୀବ ସେ ପୁରା ଏକ ନା। ନିରାକାରବାଦୀ ମାନେ ମାୟାବାଦୀ ମଧ୍ୟ ସେ କନସେପ୍ଟ ଦେଇଥିଲେ। ଆଉ ତାପରେ ଆମର ବିଷ୍ଣୁ ସ୍ୱାମୀ, ଯିଏକି ରୁଦ୍ର ସଂହିତା ଭଗବାନଙ୍କ ପାଖରେ ଯୋଉ ଭଗବାନଙ୍କ ଜ୍ଞାନ କରୁଥିଲେ, ତାର ପ୍ରତିନିଧିତ୍ୱ ସେ ଦେଇଥିଲେ ଶୁଦ୍ଧ ଅଦ୍ୱୈତ, ମାନେ ସେ ପିଓର ଅଦ୍ୱୈତ। ସେ ଶଙ୍କରାଚାର୍ଯ୍ୟ ସେମାନେ ମାନେ ସେ ପୁରା ମାନେ ଭାବି ଦଉଥିଲେ କି ମୋର ଭଗବାନ ଆଉ ଏକ ବୋଲି। ଆଉ ତାପରେ ଆମର ରାମାନୁଜାଚାର୍ଯ୍ୟ ଯିଏ ଆସିଲେ, ସିଏ ହଉଛନ୍ତି ଶ୍ରୀ ସମ୍ପ୍ରଦାୟର ପ୍ରତିଷ୍ଠାତା, ଯିଏକି ଆମର ଭଗବାନ ଲକ୍ଷ୍ମୀ ଯୋଉ ମା ଲକ୍ଷ୍ମୀ ଯୋଉ ତାର ସେ ସେ ମତ ଦେଇଥିଲେ କି ଆମର ବିଶିଷ୍ଟ ଅଦ୍ୱୈତ, ଯାଇ ସେ ନିରାକାରବାଦୀ କରୁନଥିଲେ କିନ୍ତୁ ଅଦ୍ୱୈତ ମାନେ କିଛି କିଛି ସେମାନେ ଅଦ୍ୱୈତ ମାନେ ଭଗବାନ ଆମ କିଛି କିଛି ଭାବେ ମାନେ ନିଶ୍ଚିତ। ତାପରେ ଆମର ନିମ୍ବର୍କ ସ୍ୱାମୀ, ଯିଏକି ଆମର ଇଏ କୁମାର ସମ୍ପ୍ରଦାୟର ଯେ ଭଗବାନଙ୍କ ପାଖରେ କୁମାର, ସେ ଯୋଉ ଚାରି କୁମାର ଯୋଉ ପ୍ରାପ୍ତ କରିଥିଲେ ଯୋଉ ଜ୍ଞାନ, ସେ ତାକୁ ପ୍ରତିନିଧିତ୍ୱ କରନ୍ତି। ଯଦି ସିଏ ମାନେ ସେ ପୁରା ଦ୍ୱୈତ ଅଦ୍ୱୈତ ମାନେ ମିକ୍ସ, ମାନେ କଣ ମାନେ ଭଗବାନ ଏଟା ଉଭୟ ମାନେ କଣ ମାନେ ମିଶିକି ବି ମାନେ ମିଶି ପାରିବ, ଆଉ ମାନେ ଆଉ କିଛିଟା ବି ଅଲଗା ଅଛି, ସେଇଟା ଦେଇଥିଲେ ନିମ୍ବର୍କ ସ୍ୱାମୀ। ତ ଛଅ ଜଣଙ୍କର ଏଇଠି ଇଏ ମାନେ ଦର୍ଶନ ଆମେ ପାଇଲେ। ଶେଷରେ ଆମ ମହାପ୍ରଭୁ ଭଗବାନ ଶ୍ରୀକୃଷ୍ଣ ଯୋଉ ମହାପ୍ରଭୁଙ୍କ ଅବତାର ଯୋଉ ଦେଇଛନ୍ତି ଆମର, ସେଇଟା ବିଶେଷ ଇଏ ଅଛି। ଆମର ଅଚିନ୍ତ୍ୟ ଭେଦ ଭେଦ, ସେଟା କି ମାନେ ଅଚିନ୍ତ୍ୟ ମାନେ କଣ, ମାନେ ଯୋଉଟା କଳ୍ପନା ବାହାରେ, ସେଟା ଆମେ ଚିନ୍ତା ବି କରିପାରିବାନି। ନା ଭେଦା ଭେଦ କଣ ନା, ଯୋଉଟା ମାନେ ଡିଫରେନ୍ସ ଆଉ ଗୋଟା ସିମିଲାର, ଦିଟାଙ୍କ ଆମେ ମାନେ ମହାପ୍ରଭୁ କହିଛନ୍ତି ଭିନ୍ନତା ଆଉ ସମାନତା ଭଗବାନଙ୍କ ଭିତରେ, ଭଗବାନ ଜୀବନ ଭିନ୍ନତା ସମାନତା କଳ୍ପନା ବି କରାଯାଏ, ଚିନ୍ତାର ଏହା ମାନେ କଳ୍ପନା ବାହାରେ। ତ ସେ ମହାପ୍ରଭୁ ଏଇ ମତ ଦେଇଥିଲେ। ଯେହେତୁ ମହାପ୍ରଭୁ ଏଇ ମତ ଦେଇଥିଲେ, ତ ସେ ଭଗବାନ ଶ୍ରୀକୃଷ୍ଣ ସ୍ଵୟଂ ଶ୍ରୀ ଭଗବାନ କୃଷ୍ଣ ଯେଇ କୃଷ୍ଣ ଯୋଉ ଆମର ଅଛି ସେଟା ଯେଇ ଗୋ ସେଇ କୃଷ୍ଣ ସେଇ ଜଗନ୍ନାଥ। ଯେହେତୁ ସେଇଟା ଦେଇଛନ୍ତି, ତ ତାକୁ ଆମେ ଗ୍ରହଣ କରିବା ଉଚିତ। ଯୋଉ ଆମେ ଛଅଟା ମାନେ ଇଏର ଛଅଟା ରସ ମହାପ୍ରଭୁ ଶେଷରେ ଆମର ଭଲ ଆମର ଇଏ ଦର୍ଶନ ଦେଇଛନ୍ତି, ଗୋଟେ ବାସ୍ତବ ନୂତନ ବାସ୍ତବ ଦର୍ଶନ ସେଟା ମତ। ଏଇ ସମ୍ପର୍କରେ ହରେ ହରେ କୃଷ୍ଣ। ହରେ ସରିଲା କୃଷ୍ଣ ନା? ପ୍ରଭୁ। ଆଜ୍ଞା ପ୍ରଭୁ। କହିଲି ସରିଲା ନା କଣ? ଆଜ୍ଞା ପ୍ରଭୁ। ତ ବିଶେଷ ଧନ୍ୟବାଦ। ଏ ଶ୍ଲୋକରେ ଆକ୍ଚୁଆଲି କଣ କୁହାଯାଇଛି? ହଉଛି ଆମର ଆତ୍ମା ଯୋଉଟା, ସେଇଟା ହଉଛି କଣ ମାନେ ସେ ଅପରିବର୍ତ୍ତ, ତା ହଉଛି ଆମର ସେ ମାନେ ବିନାଶ ତାର ନାହିଁ, ସେ ଅବିନାଶ। ଆଉ ଶରୀର ଯୋଉଟା, ସେଇଟା ହଉଛି ତାର ବିନାଶ ଅଛି, ସେ ଇଏ ହେଇପାରିବ।
ନଷ୍ଟ କରାଯାଇପାରିବ ବା ସେ ଦିନେ ନା ଦିନେ ସେ ନଷ୍ଟ ହବ। ଆଉ ଭଗବାନ ଆଉ ଆମର ଯୋଉ ସମ୍ପର୍କଟା ରହିଛି, ଆଉ ସେଇଟା ଯୋଉ ଶକ୍ତି ଆଉ ଶକ୍ତିମାନ ସମ୍ପର୍କ, ସେଇଟା ବି clear କରାଏ। ଏ ଶକ୍ତିମାନଙ୍କ ଅଧୀନରେ ହଉଛି ଆମ ଶକ୍ତି ଯୋଉଟା ଜୀବ ତ ଶକ୍ତିଟା ହଉଛି ଭଗବାନ ମାନେ ଶକ୍ତିମାନର ଅଧୀନ। ତ ଆମେ ହଉଛି ଅବିଦ୍ୟାର ବଶବର୍ତ୍ତୀ ହଉ ବଶବର୍ତ୍ତୀ ହୋଇ ଆମେ ଏକ କେବଳ ସଙ୍ଗରେ ରହି ସାଧୁ ସଙ୍ଗରେ ରହି, ଭକ୍ତି ଯୋଗରେ ଆମେ ଠିକ ଅଛି, ବହୁତ ସୁନ୍ଦର ଭାବରେ ଏକ୍ସପ୍ଲେନ କଲ କି ଅନ୍ୟ ସମସ୍ତ ବୈଷ୍ଣବ ଆଚାର୍ଯ୍ୟ ମାନେ କେମିତି ଏଇ ତତ୍ଵ ଅଛି ଯୋଉ ଶରୀର ଓ ଆତ୍ମା, ଶରୀର ନାଶଶୀଳ ଏବଂ ପରିବର୍ତ୍ତନଶୀଳ, କିନ୍ତୁ ଆତ୍ମା ଅବିନାଶୀ ଆଉ କୌଣସି ପରିବର୍ତ୍ତନ ଆସେନି। ଏଇ ତତ୍ଵ ଓ ସବୁ ଆଚାର୍ଯ୍ୟ ମାନେ ସୁନ୍ଦର ଭାବରେ ଉପସ୍ଥାପିତ କରିଛନ୍ତି। କିନ୍ତୁ ସମ୍ପୂର୍ଣ୍ଣ ଶ୍ଲୋକର ପ୍ରୟୋଗାତ୍ମକ ଯୋଉ ପ୍ରାକ୍ଟିକାଲ ଆପ୍ଲିକେशन କଣ ରହିବ ତାହୁରି ଧ୍ୟାन ଦେଇକି ଆମକୁ ଶୁଣିବାର ଅଛି। उत्तम प्रभु, तुम्हारे किसी प्रश्न या फिर तुम्हारे किसी बुझीबार या फिर कोटी कमेंट्स शेयर कर परियो, क्विकली समराइज करियो। हरे कृष्ण प्रभु। हरे ଏଇ ଯୋଉ ଜୟପ୍ରକାଶ ପ୍ରଭୁ ଭଲ ଭାବରେ ବୁଝେଇଲେ ସବୁ ଜିନିଷ। ଆମର ଏଥିରେ ଶରୀର ଆତ୍ମା ବିଷୟରେ ତାର ବର୍ଣ୍ଣନା କରୁଛନ୍ତି। ଆଉ ପଣ୍ଡିତ ଗଣ ଅଛନ୍ତି ସେ ବିଷୟରେ ତାଙ୍କୁ ସେ ଏଇ ଯୋଉ ସହଜ ଆଉ ଅସତ ବିଷୟରେ ଅନୁଧ୍ୟାନ କରି ବହୁତ ପ୍ରକାର ଗୁଡାକ ସିଦ୍ଧାନ୍ତ ଦେଇଛନ୍ତି। ଆମ ଶରୀର ଆଉ ଜଳ ଶରୀର ମଧ୍ୟରେ ସବୁବେଳେ ପରିବର୍ତ୍ତନ ଦେଖାଯାଏ। ଯୌବନ ଅବସ୍ଥା, ଅବସ୍ଥା, ବୃଦ୍ଧାବସ୍ଥା, ଏ ଅବସ୍ଥା ହୁଏ। ଆଉ ଶରୀରର ପରିବର୍ତ୍ତନ ହଉଛି, କିନ୍ତୁ ଆତ୍ମାର କିନ୍ତୁ ଅପରିବର୍ତ୍ତନ ରହୁଛି। ସେଥିରେ ବି ଏଇ ସବୁ ଜିନିଷ ଗୁଡାକ ଆମର ଯେମିତି ଶରୀର କ୍ଷଣସ୍ଥିର କ୍ଷଣସ୍ଥାୟୀ ଶରୀର, କିନ୍ତୁ ଆତ୍ମା ହଉଛି ସବୁ କେବେ ତାର କିଛି ନାହିଁ, ଆକାର ନାହିଁ କି ସେ ପୁରା କ୍ଷୀରସ୍ଥାୟୀ ନୁହଁ, ସବୁ ଚିରସ୍ଥାୟୀ ସେ। ତ ଆମେ ସେଇ ଶରୀର ଚେତନାରେ ରହିକି ଏସବୁ ଭୁଲ ବୁଝିବା ଗଲା, ଆମେ ନିଜେ ଗୋଟେ ଆତ୍ମା ଭାବିକି ଆପଣଙ୍କ ସେବା ନାମ ଜପ କରିକି କରିବା କଥା। ହରେ କୃଷ୍ଣ ପ୍ରଭୁ। ତ ଏଇ ଭଗବତ ଗୀତାର ଦ୍ୱିତୀୟ ନମ୍ବର ଅଧ୍ୟାୟରେ ଅଛି ସାଂଖ୍ୟ ଯୋଗ। ତ ସେଥିରେ ସୁନ୍ଦର ଭାବରେ ଭଗବାନ ବର୍ଣ୍ଣନା କରୁଛନ୍ତି ଆନାଲିଟିକାଲ ଷ୍ଟଡି। ଆମେ ଆନାଲିସିସ୍ କରି କରି ଯାଉଛେ ଶରୀର ଆଉ ଆତ୍ମ ତତ୍ଵ କଣ ଅଛି। ତ ଆଜିର ଶ୍ଲୋକରେ ସୁନ୍ଦର ଭାବରେ ପ୍ରଭୁପାଦ ବର୍ଣ୍ଣନା କରୁଛନ୍ତି ହୁ ଇଜ ଦ ସିୟର ଅଫ ଦ ଟ୍ରୁଥ, କିଏ ବାସ୍ତବରେ ସିୟର ମାନେ ଦ୍ରଷ୍ଟା, ସତ୍ୟର ଦ୍ରଷ୍ଟା କିଏ। ତ ଏଇଠି ଭାବାର୍ଥରେ ପ୍ରଭୁପାଦ ସୁନ୍ଦର ଭାବରେ ବର୍ଣ୍ଣନା କଲେ, ଯେଉଁ ପର୍ଯ୍ୟନ୍ତ ବର୍ଣ୍ଣନା କରାଯାଇଛି ସବୁ ପ୍ରକାର ତତ୍ତ୍ୱଦର୍ଶୀ ପଣ୍ଡିତ ଏଇ ସିଦ୍ଧାନ୍ତରେ ଉପନୀତ ହେଇଛନ୍ତି। ପୁରା ବର୍ଣ୍ଣନା କରିଛନ୍ତି କି ସବୁ ପ୍ରକାର ଯେତେ ସବୁ ଆମର ଆଚାର୍ଯ୍ୟ ମାନେ ରହିଲେ ସମ୍ପ୍ରଦାୟର, ସମସ୍ତେ ଏଇ ଏକ ସ୍ୱରରେ ଏଇ କଥା ହିଁ କହିଛନ୍ତି। ତାପରେ ଭଗବାନ ବିଷ୍ଣୁଙ୍କର ଯେତେବେଳେ କୁହାଯାଇଛି, ତାଙ୍କର ଭଗବାନ ବିଷ୍ଣୁ ଏବଂ ତାଙ୍କର ଧାମ ସମୂହ ପୂର୍ଣ୍ଣ ରୂପେ ଜ୍ୟୋତିଷ୍ମାନ, ଜ୍ୟୋତିଷ୍ମିଂ ବିଷ୍ଣୁ ଭୁବନାନି ବିଷ୍ଣୁ, ଏଇ ଶବ୍ଦରେ ସତ୍ ଅସତ୍ ଅର୍ଥାତ ବିଦ୍ୟମାନତା ଏବଂ ଅବିଦ୍ୟମାନତା ଶବ୍ଦ ଚିତ ଅଚିତ ବସ୍ତୁକୁ ବୁଝାଉଛି। ତ ଏ ସବୁ ଜିନିଷ କୁହାଯାଇଛି। ତ ସିମ୍ପଲ ଭାବରେ ଦେଖିଲେ ଅସତ୍ କୋଉଟା, ଶରୀର, ଭୌତିକ ଶରୀରଟା ଅସତ୍। ସତ୍ କୋଉଟା, ଏ ଯୋଉ ଆତ୍ମା ଅଛି ଏଟା ସତ୍। ଶରୀର, ସେ ପ୍ରଭୁପାଦ ଲେଖୁଛନ୍ତି ଶରୀର ର ଶାଶ୍ୱତତା ନାହିଁ, ଅସତର ଶାଶ୍ୱତତା ନାହିଁ। କାହିଁକି ଶାଶ୍ୱତତା ନାହିଁ, କାରଣ ଏଟା କମ ସମୟ ପାଇଁ, ବଡି ଇଜ ଟେମ୍ପରାରୀ, ସେଥିପାଇଁ ନନ୍ ଏକ୍ସିଷ୍ଟେଣ୍ଟ, ତାର କୌଣସି ଶାଶ୍ୱତତା ନାହିଁ। କିନ୍ତୁ ଆତ୍ମା ପରମାନେଣ୍ଟ ଯେହେତୁ ତାର ଶାଶ୍ୱତତା ଅର୍ଥାତ ତାର ଏକ୍ସିଷ୍ଟେନ୍ସ ଫରଏଭର ସେଟା ରହିବ। କିନ୍ତୁ ଏ ଯୋଉ ଶରୀର ଅଛି, ତ ଶରୀର ତାର ଯୋଉ ବାସ୍ତବିକତା ଅଛି, ରିଏଲିଟି, ସେଟା କଣ ରେଷ୍ଟ୍ରିକ୍ଟେଡ। କେମିତି ନା ବାଇ ଟାଇମ ଏଟସେଟ୍ରା। ଧର ଶରୀର ଆଜି ଅଛି, କିଛି ବର୍ଷ ପରେ ଶରୀର ରହିବନି। ତେଣୁ ଏ ଶରୀରଟା ଅଛି, ଇଟ ହାଜ ରେଷ୍ଟ୍ରିକ୍ଟେଡ ରିଏଲିଟି ହେଲା। କିନ୍ତୁ ଏଇଟା ଭ୍ରମ ନୁହେଁ, ଇଲ୍ୟୁଜନ ନୁହେଁ, ମୋହ ନୁହେଁ, ମୋହ ମାନେ ଭ୍ରମ ନୁହେଁ କୌଣସି।
कि मिथ्या नुहे। तेणु शरीरटार जो वास्तविकता अच्छी बहुत सीमित वास्तविकता रही किंतु यह कौन भ्रम नुहे। तेणु यही सब जिन गुड़ा जे आत्मज्ञानी था या फिर जो मैंने तत्वदर्शी था से सिद्धांतिक रूप से प्रमाणित करती। तेणु से बॉडी एक्जिस्ट टेम्परारीली शरीरटा सीमित समय पर्यंत रहे किंतु सब परिवर्तनशील बारंबार से कौन कहुई कि इल्यूजन इल्यूजन माने कौन जोटे प्रपात कहते असत इल्यूजन विषय कहुई तो यार अर्थ नुहे कि यह केवल चिरस्थायी माने जोटा चिरस्थायी नुहे ताको बुझाऊँ वास्तव में इल्यूजन या पर ये क्या बुझाऊँ आमर इनएबिलिटी माने आमे असमर्थ अच्छे भगवान कृष्ण सेवारे निजक कनेक्ट करने जे पर्यंत आमे भगवान सेवारे कनेक्ट न होइचे तो भौतिक जगत सहित आमे कनेक्टेड अच्छे तो आमे भावुचे ए कनेक्शन ए भौतिक जगत जोटा अच्छी एटा ही चिरस्थायी बोली तो आमे भावुचे सेटा चिरस्थायी नुहे तो सेति पई आम बुझे नॉन इल्यूजन यार अर्थ सिंपल अर्थ हला कि आमे भगवान सहित कनेक्ट हे पारने किंतु भगवान भक्त माने कौन करती कृष्ण को जानती शरीर शरीर को आत्मा एवं शरीर दीटा को भगवान कृष्ण सेवार लगाती कहीं सबकि भगवान कृष्ण आसूची जमती समस्त विष्णु एवं धाम समूह ज्योतिष मान अर्थात भगवान ज्योतिष रु आविर्भाव हो तेणु या भितर प्रभुपाद सुंदर भाव में गोटे टर्म यूज कर जयप्रकाश प्रभु और उत्तम प्रभु तुम ध्यान कर देख भावार्थ प्रभुपाद लिखिं व्यक्ति निजको भल रकम अनुध्यान कर परमेश्वर प्रकृति को बुझीपे समग्र शरीर एवं तार अंग प्रत्यंग मध्य जो संबंध अच्छी बुझिले ही व्यक्ति जीव एवं भगवान मध्य जो संबंध अच्छी बुझा सहज हो तेणु आम सेल्फ रिलेशन पर गॉड रिलेशन आसो तेणु आम प्रथम निज को बुझा निजर संरचना को बुझा आत्मा कौन परमात्मा कौन शरीर कौन यही तत्व को सुंदर भाव अनुध्यान करवा भगवत जिनस जो अच्छी भगवान रियलाइजेशन अनुभव को आम धीरे धीरे जापर तेणु कहुई समग्र शरीर अंग प्रत्यंग तो भगवान पूर्ण जो पूर्णता अच्छी परिपूर्णता अच्छी तो भगवान जो शरीर हेले आम हेले कौन भगवान सब अंग प्रत्यंग वेदांत सूत्र भागवत सब भगवान समस्त सृष्टि मूल आधार बोली वर्णना कराई तेणु से आम जीवन में केमी सिक्योर रहा भक्ति जीवन में आम केमी सिक्योर रहा कर्तव्य ओहरी जाइए नुहे जो अर्जुन एटी निज कर्तव्य ओहरी जावाई चाहते शरीर संबंधर आधार पे किंतु शरीर को त्याग करिकी शरीर संबंधी जो कर्तव्य को त्याग करिकी जड़े कौन सिक्योर हो पारनी केत सिक्योर हम भक्त सब चाहे से कनेक्शन को रिएस्टाब्लिश करने जहा द्वारा से कनेक्शन टा सबुदिन थी असत नुहे असत माने चिरस्थायी जोटा नुहे आम असत कहचे नॉन परमानेंट टेम्परारी तेणु भक्त कौन चाहे सिक्योर रहा सुरक्षित रहा तार भगवान कृष्ण सहित संबंध अच्छी से संबंध टाक प्रथम पुनः पूरा कौन जोड़ी रखे तेणु से जगत में गोटे गछ अच्छी गछटा सुखिकी मरुची भी नष्ट हो जाऊँगी धीरे धीरे तार समय सीमा सरी जाऊँगी किंतु स्पिरिचुअल वर्ल्ड रे कौन अच्छी डिजायर ट्री अच्छी तो कल्प वृक्ष अच्छी विश फुलफिलिंग ट्री अच्छी तेणु से आमर सर्च फॉर सिक्योरिटी आम चाहूचे भक्ति जीवन में सुरक्षित रहापी कौटी से सरुची जो भक्ति जीवन में सुदृढ़ होचे तेणु यही सब जिनस शरीर आत्म तत्व प्रयोग व्यवहारिक प्रयोग शरीरटा नॉन परमानेंट शरीरटा परमानेंट आत्माटा नॉन परमानेंट से कौन करें परमानेंट सिक्योरिटी खोजा दरकार जोटा कृष्ण सेवारे निजको नियोजित कले हम द्वारा आम कनेक्शन सब समय पर्यंत रहा इंटरनल बैंक अकाउंट रे डिपोजिट है भाया भक्ति अकाउंट धीरे धीरे अभिवृद्धि हो ठीक अच्छे तो प्रभुपाद कहते कृष्ण एवं जीव मान भर संबंध अच्छी तो यहाँ प्रभु और भृत्य माने मास्टर एंड सर्वेंट किंबा गुरु और शिष्य ये संबंध बोली जानिबा दरकार नहीं अति सुस्पष्ट ज्ञान तभी आम मैंने जेहतु अविद्यार वशवर्ती आम बुझी पारे भौतिक जगत समस्ते आम अविद्यार वस्तु अविद्यार ये जन्म होइचे प्रभुपाद परी जड़े प्रामाणिक गुरु आचार्य आमर चक्षु उन्मोचित करने चाहते शास्त्र मध्यम तेणु आमको शरणागत होगी
अविद्यार को दूर करके पुनः हमको भगवत विद्या आत्मज्ञान प्राप्त करके भगवत ज्ञान को भगवान अनुभव कर पारिबा। ठीक अच्छे ये सब जिनस आम तत्वदर्शी जो मैंने सत्य को दर्शन कर सत्य दर्शन कर द्वारा ही हमको प्राप्त होता है। हरे कृष्ण बुझीगला किसी ना किसी मन रे संदेह रहा किसी टीका टिप्पणी कमेंट्स किसी तार रहिबो। उत्तम प्रभु बुझीगला तुमरो आज्ञा आज्ञा प्रभु बुझेला। क्या आम जो श्लोक रहा भिन्न भिन्न डायरेक्शन एनालिसिस करवा आमर भक्तिटा तार परिपुष्ट हम। ठीक है जय प्रकाश प्रभु तुम्हारा किसी आज्ञा प्रश्न रहा ना कौन? मैं प्रभु जी हरे कृष्ण। तो समस्त को विशेष धन्यवाद। हमें पुणी आज शनिवार है काली रविवार गीता पुणी अटेंड करवा। तो आमको भक्ति सुंदर भाव में करार कनेक्टेड फील कर भक्ति जीवन आम भौतिक जीवन को लेकिन भगवान का सेवा लगे पारिबा। ये श्लोक माध्यम धीरे धीरे आम आहरी सत्य या फिर भगवान का ना ही सत्य सब कुछ आमको धीरे धीरे उन्नतन हो। ठीक अच्छे ये रहा पुणी काली। पंचाकल्पतरुश्च कृपा सिन्धुभ्येव च पतितानां पावनेभ्यो वैष्णवेभ्यो नमो नमः। अनंत कोटि वैष्णव भक्त की जय। जगत शील प्रभुपाद की जय। ग्रंथराज श्रीमद् भागवत की जय। बहुत तो हरे कृष्ण।